ଦେବଦତ୍ତ ମହାନ୍ତି। ମୁଁ ଏବେ ଏଜିରେ ସର୍ଭିସ୍ କରୁଛି ଆଉ ଏବେ ରୋମ୍ ୱାର୍ଲ୍ଡ ଚାମ୍ପିଅନସିପ୍ ପାଇଁ ଖେଳିବାକୁ ଯାଉଛି। ଲାଷ୍ଟ ଇୟର ଏଇ ଟୁର୍ଣ୍ଣାମେଣ୍ଟଟା ମସ୍କଟରେ ହେଇଥିଲା, ସେଥିରେ ମୁଁ କ୍ୱାର୍ଟର ଖେଳିଥିଲି। ତ ଏ ବର୍ଷ ଏକ୍ସପେକ୍ଟ କରୁଛି ଆଉ ଟିକେ ବେଟର କରିବା ପାଇଁ। ଆମର ବାକି ସିନିୟର ପ୍ଲେୟର୍ସ ମାନେ ବି ଭଲ ପ୍ରାକ୍ଟିସରେ ଅଛନ୍ତି। ଅନ୍ୟ ଦେଶମାନଙ୍କର ପ୍ରାୟ ଅନ୍ୟ ଦେଶ ପ୍ରାୟ ଏଥରକ ପାର୍ଟିସିପେଟ୍ କରୁଛନ୍ତି 111ଟା ଦେଶ ୱାର୍ଲଡ ୱାଇଡ୍। ଆଉ ମୋର ଟିମମେଟ୍ ଗୋଟେ ଯେ ସିଏଜି ଅଫିସ୍ ଆମେ ବିଲଙ୍ଗ କରୁଛୁ, ସେ ବ୍ରୋଞ୍ଜ ପାଇଥିଲା ମୋ କ୍ୟାଟେଗୋରୀରେ, ସେ ସେମିଫାଇନାଲରେ ହାରି ଯାଇଥିଲା। ବାକି ଅଲଗା କ୍ୟାଟେଗୋରୀରେ ଜଣେ 65+ କ୍ୟାଟେଗୋରୀ ଆମ ଇଣ୍ଡିଆର ବମ୍ବେର ପ୍ଲେୟାର ଜଣେ ସେ ଗୋଲ୍ଡ ମେଡାଲ ପାଇଥିଲେ, ଜଣେ ଲେଡି ସେମିଫାଇନାଲରେ ହାରି ଯାଇଥିଲେ। ଓଭରଅଲ୍ ଇଣ୍ଡିଆ ପରଫର୍ମାନ୍ସ ୱାର୍ଲ୍ଡ ଚାମ୍ପିଅନସିପ୍ରେ ବହୁତ ଭଲ ଅଛି। ଆମେ ଏଇଟା ୱାର୍ଲ୍ଡ ମାଷ୍ଟର୍ସ ଚାମ୍ପିଅନସିପ୍ 2024 ରେ ଜଏନ୍ କରିବାକୁ ଯାଉଛୁ ରୋମରେ। ଏଥିରେ ଆମ ଓଡ଼ିଶାରୁ 6 ଜଣ ପ୍ଲେୟାର ଯାଉଛନ୍ତି ଖେଳିବାକୁ। ଆଉ ଏଇଟା ବହୁତ ବଡ଼ ଇଭେଣ୍ଟ, 2 ବର୍ଷରେ ଥରେ ହଏ। 6500 ଅଲ୍ ଆରାଉଣ୍ଡ ଦ ୱାର୍ଲ୍ଡ ପାର୍ଟିସିପେଟ୍ କରୁଛନ୍ତି। 6 ତାରିଖରୁ 14 ତାରିଖ ଚାଲିବ, କଣ୍ଟିନ୍ୟू କରିବ। ତ ଆମେ ଆଶା କରୁଛୁ ଏଥର ଭଲ ପରଫର୍ମାନ୍ସ ଦେବୁ। ଗତ ବର୍ଷ 2 ବର୍ଷ ତଳେ ଯେଉଁ ହେଇଥିଲା ଓମାନରେ, ସେଥିରେ ବି ଆମର ଯେଉଁ ଯାଉଛନ୍ତି ଦେବଦତ୍ତ ମହାନ୍ତି, ସେ ବହୁତ ଭଲ ପରଫର୍ମାନ୍ସ ଦେଇଥିଲେ। ବୋଧହୁଏ କ୍ୱାର୍ଟର ଫାଇନାଲ ତାଙ୍କ ଇଏରେ ଯାଇଥିଲେ କ୍ୟାଟେଗୋରୀରେ। ତ ଆମେ ଆଶା କରୁଛୁ ଆମର ଏଇ ଯେଉଁ ମାଷ୍ଟର୍ସ ମାନେ ଯେଉଁ ଆମେ ଖେଳୁଛୁ, ଏ ଖେଳରୁ ଯେଉଁ ମାନେ ଛୋଟ ଛୋଟ ପିଲାମାନେ କି ତାଙ୍କର ଯେଉଁମାନେ କ୍ୟାଡେଟ୍, ସବ୍ ଜୁନିୟର, ଜୁନିୟର ଯେଉଁମାନେ ଖେଳୁଛନ୍ତି, ସେମାନେ ଏହା ଦ୍ୱାରା ଇନ୍ସପାୟାର୍ଡ ହେଇ ଆମ ଓଡ଼ିଶା ପାଇଁ ଭଲ ନାଁ କରିବେ। ଯେହେତୁ ଆମେ ଯଦି 50, 60, 70 ବର୍ଷର ଲୋକ ବି ଯାଇକି ଖେଳିପାରୁଛୁ ଆଉ ପାର୍ଟିସିପେଟ୍ କରୁଛୁ, ତ ଏତିକି ମୁଁ ଆଶା କରୁଛି ଯେ ଆମ ଓଡ଼ିଶାର ଟେବୁଲ ଟେନିସ୍ର ଯେଉଁ ରହୁଛି ସ୍ପିରିଟ୍, ସେଟା ଆହୁରି ବଜାୟ ରହିବ, ଆହୁରି ଆଗକୁ ଯିବ ବୋଲି। ଟିମ୍ରୁ 6 ଜଣ ପ୍ଲେୟାର ଯାଉଛୁ ମାଷ୍ଟର୍ସ ୱାର୍ଲ୍ଡ ଚାମ୍ପିଅନସିପ୍କୁ, ଯେଉଁଟା ରୋମ୍ରେ ହେଉଛି 2024ର। ଏଇଟା ପ୍ରତି 2 ବର୍ଷରେ ଥରେ ହୁଏ। ଏ ବର୍ଷ ଆମ ଓଡ଼ିଶାରୁ 6 ଜଣ ଯାଉଛୁ ପ୍ରଥମ ଥର। ଆଉ ଏଥିରେ ଆମର ଜଣେ ପ୍ଲେୟାର ବି ବହୁତ ଭଲ ରେଜଲ୍ଟ କରିଛି। ଆଗରୁ ଥରେ ଯାଇଥିଲା ଇଣ୍ଡିଆନ୍ ଟିମ୍ରୁ, ସେ ବହୁତ ଭଲ ରେଜଲ୍ଟ କରିଥିଲା, ସେମିଫାଇନାଲ ପାଖାପାଖି ଯାଇଥିଲା, କ୍ୱାର୍ଟର ଫାଇନାଲ ଯାଇ ଯାଇଥିଲା। ତ ଆମେ ଆଶା କରୁଛୁ ଭଲ ଖେଳିବା ପାଇଁ ଆଉ ଭଲ ପରଫର୍ମାନ୍ସ ଦେବା ପାଇଁ। ଆମକୁ ଦେଖିଲେ ୟଙ୍ଗ, ଜୁନିୟର, ସବ୍ ଜୁନିୟର, କ୍ୟାଡେଟ୍ ଏମାନେ ସମସ୍ତେ ବି ଇନ୍ସପାୟାର୍ଡ ହେବେ, ଭଲ ଖେଳିବେ। ତାଙ୍କର ଏମ୍ ବି ଅଛି, ଆମେ ତାଙ୍କ ପାଇଁ ଇନ୍ସପିରେସନ୍ ହେଇକି ଯାଉଛୁ। ଆରାଉଣ୍ଡ ଆମର ସେଠି ମୋର୍ ଦ୍ୟାନ୍ 60 କଣ୍ଟ୍ରିଜ୍ ଖେଳୁଛନ୍ତି। 6500 ପ୍ଲେୟାରଙ୍କ ଭିତରେ ଟୁର୍ଣ୍ଣାମେଣ୍ଟଟା ହେଉଛି। ଏଇଟା ୱାର୍ଲ୍ଡ ଚାମ୍ପିଅନସିପ୍, ବହୁତ ବଡ଼ ଚାମ୍ପିଅନସିପ୍। ଆଉ ଯେଉଁ ଅଛି ସେଥିରେ ପରଫର୍ମାନ୍ସ ଦେବା ଇଜ୍ ରିଏଲି ଡିଫିକଲ୍ଟ ଥିଙ୍ଗ, ବଟ୍ ବହୁତ ପ୍ଲେୟାର ଅଛନ୍ତି। ଇଣ୍ଡିଆନ୍ ଟିମ୍ ବି ଭଲ ଖେଳୁଛି, ତେଣୁ ଆମେ ବହୁତ ଆଶାବାଦୀ। ଏଇଟା 6 ତାରିଖରୁ, ଏଇ ଜୁଲାଇ 6 ତାରିଖରୁ 14 ତାରିଖ ଯାଏଁ ଚାଲିବ। ଆମେ 6ରେ ଯାଉଛୁ, ଆମର 7ରେ ଅଛି ଟୁର୍ଣ୍ଣାମେଣ୍ଟ ମ୍ୟାଚ୍। ଆମେ 7ରୁ 14 ସେଠି ଖେଳିବୁ ଆଉ ରୋମ୍କୁ ଫେରି ଆସିବୁ।